ये समस्त कथा आपण मैंने पढ़ुचंत्र पढ़ती तापर आपण मानकर सेमानक प्रति से भक्ति श्रद्धा अच्छी से आपण माने सम्मान प्रदर्शन करती एवं से माने तम निज निज सांप्रदायिक भावना से खुशी भी हुए जो माने ब्राह्मण मानक द्वारा करती से माने जे बेसी खुशी हंती आपण माने कम खुशी हुंती से कथा मुझे लक्ष्य करें कि मोर गोटे मनरे आसे भावे भारतवर्ष हो विश्वर जिते हिंदू माने विश्व पृष्ठ अच्छा समस्ते एमती ही निज निजर कार्य करुदी गोटे विवाह है कि जो अनुष्ठान है से अनुष्ठान सहित ब्राह्मण निश्चय संयोग एवं ब्राह्मण माने मंत्र पढ़ी से माने पवित्र हवापाई परामर्श देवे आज की केते हजार वर्ष हलानी केते शह कि केते हजार वर्ष हलानी आपण माने अच्छी आपण जगार ब्राह्मण माने अच्छी ब्राह्मण जगार यो करण खंडायत वैश्य ये जाति माने ये माने ब्राह्मण मान द्वारा प्रतिष्ठा होती पवित्र होती तेणु केते लक्ष हिंदू ब्राह्मण द्वारा गोटे रुद्राभिषेक करी कि विष्णु सहस्र नाम करी कि नाम यज्ञ करी सी जगार हुए तो जड़े ब्राह्मण को स्वतंत्र भाव में डाकिक आणिकी करा तेणु ये कथा को भाविले मत कहीं लगे जे हिंदू सनातनी जेबे ठारू सृष्टि होती तो आम कहीपरानी से समयटा आम दे पारानी जेबे ठारू सृष्टि होती सेबे ठारू हजार हजार जन्म होती कर्म करुँच सेमानक भितर मध्य भक्ति रही करने सुजोग भी दिया तामाने जेबे ठारू हिंदू धर्म सृष्टि होती कोटि कोटि लोक ताले आउ शुद्धि होना सबू अपवित्र हो बुलुं जो माने शुद्धि ब्राह्मण मान को डाकिक करुँच से माने भावुं आम ठीक कर मोटामोटी कथा आपण माने जेमती करुथिले सेमती करन किंतु किछि मंत्र बा शौच
ଆପଣମାନଙ୍କୁ ଶିଖିବାକୁ ହେବ। ଆଉ ଯେଉଁ କେତୋଟି ମନ୍ତ୍ର ଆମେ ବହିଟିଏ ଛପେଇକିରି ଆପଣମାନଙ୍କ ପାଖକୁ ପଠାଇବୁ, ସେ ବହିଗୁଡ଼ିକ ମଧ୍ୟ ଆପଣଙ୍କ ପାଖରେ ପହଞ୍ଚିବ। ଧରନ୍ତୁ ପାଣି ଗୋଟେ ଆପଣ ପୂଜା କରିବେ, ଗୋଟେ ପାଣି ଢାଳଟିଏ ଆଣିକିରି, ଆଗ ତ ପାଣି ଢାଳଟିଏ ଦରକାର। ସେ ପାଣିଟିକୁ ଶୋଧନ କରିବାକୁ ହେଲେ, ପବିତ୍ର କରିବାକୁ ହେଲେ କେତେକ ମନ୍ତ୍ର ଅଛି, ସମସ୍ତେ ସେ ମନ୍ତ୍ର ବି ପଢ଼ିପାରିବେନି, କାହାର କେମିତି ଭୁଲ ବି ହେଇଯିବ। ଏମିତି ସରଳିଆ ମନ୍ତ୍ରଟିଏ ଦିଆଯିବ ଯେଉଁ ମନ୍ତ୍ରରେ ସିଏ ଜାଣିପାରିବ ଯେ ପାଣିଟା ଶୁଦ୍ଧ ହେଲା। ସେଇ ପାଣି ଯେତେବେଳେ ଯଜମାନଙ୍କ ଉପରେ ଛିଞ୍ଚା ହେବ, ସେ ମଧ୍ୟ ନିଜକୁ ଅନୁଭବ କରିବ ମୁଁ ପବିତ୍ର ହେଇଗଲି। ଇଏ ହେଉଛି କଥା। ତାପରେ ଦେବତାଙ୍କୁ ପୂଜା କରିବାକୁ ହେଲେ ଆମେ ନିଜେ ଗୋଟିଏ ଦେବତା ହେବାକୁ ହୁଏ। ତାର ବି ମନ୍ତ୍ର ଅଛି। ସବୁଗୁଡ଼ିକ ସଂକ୍ଷିପ୍ତରେ ଆମେ ଏମିତି ଗୋଟେ ଛୋଟ ବହିଟିଏ ଆମେ ଛପେଇବୁ, ସଂକ୍ଷିପ୍ତରେ ସେ ସବୁ କଥା କରିପାରିବ ଏବଂ କାହାରି ମନରେ ସନ୍ଦେହ ରହିବନି। ଆଉ ଗୋଟେ କଥା ବି ମୁଁ କହୁଛି, ମୁଁ ଏଇଠି କହୁନି, ଗୋଟେ ଦେଖିବା, ଗୋଟେ ଯେତେ ବଡ଼ ସମ୍ମେଳନ କରି ସେଠି ମଧ୍ୟ କହିବି। ତୁମେ କରଣଙ୍କ ଘରେ କରୁଛ, ଖଣ୍ଡାୟତଙ୍କ ଘରେ କରୁଛ, ଆମର ତେଲି ଘରେ କରୁଛ, ଗୁଡ଼ିଆ ଘରେ କରୁଛ, କୈବର୍ତ୍ତ ଘରେ କରୁଛ। ଯଦି ତୁମେ ତାକୁ ନ କରିବ ତାହେଲେ ସବୁ ଜାତି ଭିତରେ ତାଙ୍କ ଜାତିର ବ୍ରାହ୍ମଣ ସ୍ଥିର ହେବେ। ତମର କରିବେନି, ତାଙ୍କର କାହିଁ କରିବ? ସିଏ ତ ହିନ୍ଦୁ, ଆପଣମାନେ ତ ହିନ୍ଦୁ। ସିଏ କ'ଣ ତାଙ୍କରି ହେବ? ଯେହେତୁ ସେ ଗୋଟିଏ କରଣ, ତାଙ୍କରି ହେବ, କିନ୍ତୁ ଆମର ହେବନି କି ଆପଣମାନଙ୍କର ହେବନି। ଏଇ ଯେଉଁ ପ୍ରଭେଦଟା ରହିଛି, এই ପ୍ରଭେଦଟା ଦୂରୀଭୂତ ପାଇଁ ଆଜି ଯେଉଁ ଆପଣମାନଙ୍କୁ ଡକରା ହେଇଛି, ସେଇଥିପାଇଁ ଡକରା ହେଇଛି। ଆମେ ଆମ ତରଫରୁ ବହିଟିଏ ଦେବୁ, ପ୍ରଶିକ୍ଷଣ ମଧ୍ୟ ଦେବୁ, ଯେମିତି ସମସ୍ତେ କରିପାରିବେ। ଧରନ୍ତୁ ଜଣେ ବ୍ରାହ୍ମଣ ପଢ଼ୁଛି, ଆସନ ଶୁଦ୍ଧି, ଅଙ୍ଗ ଶୁଦ୍ଧି, ଭୂତ ଶୁଦ୍ଧି, ଆପଣମାନେ ଏତେ ନ କରନ୍ତୁ, ଖାଲି 3ଟି ବୀଜ ମନ୍ତ୍ର ସ୍ମରଣ କରିଦେଲେ ମଧ୍ୟ ଆପଣଙ୍କର ହେଇଗଲା ଅଙ୍ଗ ଶୁଦ୍ଧି, ଭୂତ ଶୁଦ୍ଧି ସବୁ। କିନ୍ତୁ ଏସବୁ କଥାକୁ କେହି ଗୁରୁତ୍ୱ ଦେଉନାହାନ୍ତି। ମୁଁ ବ୍ରାହ୍ମଣମାନଙ୍କର କେତେଜଣ ପଣ୍ଡିତମାନଙ୍କ ସହିତ ବି ଆଲୋଚନା କରିଛି ଯେ ଆପଣମାନେ ତାଙ୍କୁ ପ୍ରଶିକ୍ଷଣ ଦିଅନ୍ତୁ। ଯଦି ତାଙ୍କ ଘରେ ଆପଣ ନ କରିବେ ତାହେଲେ ତାଙ୍କୁ ପ୍ରଶିକ୍ଷଣ ଦିଅନ୍ତୁ। ସେମାନେ ତାଙ୍କର ଯେଉଁମାନେ ପୂଜକ ସେବକ ଅଛନ୍ତି, ସେମାନେ ତାକୁ ସେଇ ଅନୁଯାୟୀ ପୂଜାର୍ଚ୍ଚନା ସେମାନେ କରିବେ। କିନ୍ତୁ ହଁଟି କହୁଛନ୍ତି, କିନ୍ତୁ କେହି କରୁନାହାନ୍ତି। କହୁଛନ୍ତି ହଁ ଏଇଟା ବହୁତ ବଢ଼ିଆ କଥା, ଏଇଟା ଆପଣ ଆଜି ପ୍ରସ୍ତାବ ଦେଲେ ଆମେ ଏହାକୁ ଗ୍ରହଣ କରିବୁ, ଏମିତି ବହୁତ କଥା କହୁଛନ୍ତି। କିନ୍ତୁ
କାମରେ କିଛି ନାହିଁ। ତେଣୁ ମୁଁ ଚିନ୍ତା କଲି, ମୁଁ କହିଲି ଏ ବର୍ଷର ଆମର ତ ଆନୁଆଲ୍ ଫଙ୍କସନ୍ଟି ସରିଯାଇଛି, ଯଜ୍ଞୋତ୍ସବ। ଏ ଯଜ୍ଞୋତ୍ସବ ପରେ ଆପଣମାନଙ୍କୁ ନେଇକରି ଆମ ଜାଣିବାରେ ଏଇ ଏରିଆର ଯେତିକି ଜଣ ଆପଣମାନେ ଆସିଛନ୍ତି, ବର୍ତ୍ତମାନ ଏଇମାନେ ଆମର ପ୍ରଥମ ଅଧିବେଶନରେ ରହିଲେ। ଦ୍ୱିତୀୟ ଅଧିବେଶନ କେଉଁଠି କରିବା କି ଏଇଠି କରିବା, ଆଉ ଟିକେ ଅଧିକ କେମିତି ହେବେ, ଏଇଟାକୁ ଓଡ଼ିଶା ସ୍ତରରେ ଟିଭି ଚ୍ୟାନେଲରେ, ପେପର ମାନେ ପତ୍ରିକା ମାଧ୍ୟମରେ ଆମେ ଆକୁ ସବୁ ପ୍ରଚାର କରିବା ଯେ ସେମାନେ ଏଇ ମନ୍ତ୍ରରେ ପୂଜା କରୁଛନ୍ତି, ତମେ ସହଯୋଗ କର ବା ନ କର। ଏଇ ହେଉଛି କଥାର ମୋଟାମୋଟି ସାରାଂଶ। ଆପଣମାନଙ୍କର କ'ଣ ମତ, ଆପଣମାନେ ଟିକେ କୁହନ୍ତୁ ଶୁଣିବା।
ବ୍ରହ୍ମାଣ୍ଡରେ ବ୍ରହ୍ମ ବିନା ଅନ୍ୟ କେହି ନାହିଁ। ଆମେ ସମସ୍ତେ ଗୋଟିଏ ଗୋଟିଏ ଈଶ୍ୱର ସନ୍ତାନ। ସମସ୍ତେ ବ୍ରହ୍ମମୟ। ବ୍ରହ୍ମ ଆମେ କାହାକୁ ନମସ୍କାର ସବୁବେଳେ ଆମେ ଏକ ତେଣୁ ଆମେ ଅନ୍ୟ ଅଙ୍ଗକୁ ନମସ୍କାର ଆମେ ଆମକୁ ଅନ୍ୟ ଆଲୋଚନାରେ ନମସ୍କାର କରୁଥାନ୍ତି। ତେଣୁ ଆମର ନିଜର କର୍ତ୍ତବ୍ୟ ତାହା ଆମ ଘରେ କରିବେ ଆଉ କାହା ଘରେ ଶୟନ କରିବେ ଭିକ୍ଷାବୃତ୍ତି କରନ୍ତୁ ନାମ ଜପ କରିବ। ତେଣୁ ମୁଁ ବିଶେଷ କିଛି ଏ ସଭାସ୍ଥଳରେ ସମସ୍ତଙ୍କର କର୍ତ୍ତବ୍ୟବଦ୍ଧକୁ ବାଧା ଦେଉନାହିଁ। ତେଣୁ ବହୁତ କଥା ଅଛି। ତେଣୁ ବୈଷ୍ଣବ ଧର୍ମର ନୀତି ଶିକ୍ଷା ବହୁତ ଅଛି। ତେଣୁ ଆପଣମାନଙ୍କ କତିରେ ମୁଁ ନମସ୍କୃତ୍ୟ ବା ମୋର ଦୋଷ ଅପରାଧ କ୍ଷମା କରିବ ଏତିକି କହିକିରି ମୁଁ ଆପଣଙ୍କ ଠାରୁ ବିଦାୟ ନେବି। ଯେଉଁ ବାବୁ କହିଲେ ସେଇ କଥା ଭିତରେ ମଧ୍ୟ ମାନେ ଅନେକ ଯୁକ୍ତି ମଧ୍ୟ ଅଛି। ଭଗବାନ ଗୀତାରେ କହିଛନ୍ତି ଯେ ଚତୁର୍ବର୍ଣ୍ଣ ମୟା ସୃଷ୍ଟ, ମୁଁ 4ଟି ଜାତିକୁ ମୁଁ ସୃଷ୍ଟି କରିଛି। ଏଇ କଥାଟା ଯେତେବେଳେ ଆମେ ଆଲୋଚନା ସ୍ତରକୁ ନେଉ, ସେ ଆଲୋଚନା ଭିତରେ କେବଳ କୁହାଯାଏ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଏଇମାନଙ୍କ କଥାଟାକୁ ବିଶେଷ ଆଲୋଚନା କରାଯାଏ। ପ୍ରକୃତରେ ସେଇଆ ନୁହଁ। ସମସ୍ତେ ବ୍ରାହ୍ମଣ ହେଇପାରିବେ, ସେ ବ୍ରାହ୍ମଣ ଜାତି ହେବେ କି ନାହିଁ ସେ ଅଲଗା କଥା। ସେ ବ୍ରତ ହେବେ, ପଇତା ପକାଇବେ, ତାଙ୍କର କ'ଣ କରିବେ ସେ ତ ଗୋଟେ ସ୍ୱତନ୍ତ୍ର କଥା। ଯିଏ ବ୍ରହ୍ମଙ୍କୁ ବା ଯିଏ ବିଶ୍ୱ ପାଇଁ ଯିଏ ବ୍ରହ୍ମଙ୍କୁ ଚିନ୍ତନ କରିପାରିଲା, ତାଙ୍କୁ ପ୍ରାର୍ଥନା କରିପାରିଲା, ସେ ହେଉଛନ୍ତି ବ୍ରାହ୍ମଣ। ଧରନ୍ତୁ ବିଶ୍ୱାବସୁ ଆଜି ଜଗନ୍ନାଥଙ୍କ ସଂସ୍କୃତିରେ ଆପଣମାନେ ଜାଣିଛନ୍ତି ଜଗନ୍ନାଥଙ୍କର ମୂଳ କଥାଟା କ'ଣ? ବିଶ୍ୱାବସୁ ଶବର ମାଧ୍ୟମରେ ବିଶ୍ୱାବସୁ ପ୍ରଥମେ ତାଙ୍କୁ ପୂଜା କରୁଥିଲା। ତେଣୁ ଆମେ ଆଜି ବିଶ୍ୱାବସୁଙ୍କୁ କ'ଣ କେହି ମାନୁଛୁ କି? ନା ବିଶ୍ୱାବସୁଙ୍କ କଥା କେଉଁଠି କଥା ପ୍ରସଙ୍ଗରେ ଆସୁଛି? ସେଇଭଳି ଭାବରେ କ୍ଷତ୍ରିୟ କହିଲେ ଯେଉଁମାନେ ଦେଶକୁ ବା ସମାଜକୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି ଦେଇଛନ୍ତି, ସେଇମାନେ ହେଉଛନ୍ତି କ୍ଷତ୍ରିୟ। ଧରନ୍ତୁ ଆମର ଭାରତର ସ୍ୱାଧୀନତା ସଂଗ୍ରାମ, ସେଥିରେ ହଜାର ହଜାର ଲୋକ ପ୍ରାଣବଳି ଦେଇଛନ୍ତି, ଫାଶୀ ଖୁଣ୍ଟରେ ଝୁଲିଛନ୍ତି, ସେଇମାନେ ହେଉଛନ୍ତି ପ୍ରକୃତ କ୍ଷତ୍ରିୟ। ବୈଶ୍ୟ ଯେଉଁମାନେ କୃଷି କରନ୍ତି, ଗୋମାତା ପାଳନ କରନ୍ତି, ଯେଉଁମାନେ ବାଣିଜ୍ୟ କରି ଉତ୍ତମ ଖାଦ୍ୟ ପେୟ ଏଇଟା ଲୋକମାନଙ୍କୁ ସେ ବିତରଣ କରିପାରନ୍ତି, ସେଇମାନେ ହେଉଛନ୍ତି ବୈଶ୍ୟ। ଆମେ କିନ୍ତୁ ସେମିତି ଭାବୁନୁ। ଆମେ ଆମ ମନକୁ ଭାବୁଛୁ ଏଇ ହେଉଛନ୍ତି ବ୍ରାହ୍ମଣ, ଏଇ ହେଉଛନ୍ତି କ୍ଷତ୍ରିୟ, ଏଇ ହେଉଛନ୍ତି ବୈଶ୍ୟ। ଇଏ ହେଲା ସବୁ ଗୋଟେ ମାନେ କିମ୍ଭୂତ କିମ୍ବାକାର କଥା। ତାପରେ
ଶୂଦ୍ର। ଏଇ ଶୂଦ୍ରଙ୍କ କଥା ଯେତେବେଳେ ଆସୁଛି ସେଠି କେତେ ଗୁଡ଼ିଏ କଥା ମଧ୍ୟ ବହୁତ କଥା ଆସୁଛି। ଥରେ ପାର୍ଲାମେଣ୍ଟରେ ଜଣେ MP ଏଇ କଥାଟାକୁ ଯେତେବେଳେ ଅଟଳ ବିହାରୀ ବାଜପେୟୀ ଥିଲେ ସେତିକି ବେଳେ ଏଇ ଶୂଦ୍ରଙ୍କ କଥାଟାକୁ ଆଲୋଚନା କରାଗଲା। ଶୂଦ୍ର କହିଲେ ସେବକ। ଯେଉଁଠି ଆଉ ଟିକେ କହିଲେ ଶୂଦ୍ର କହିଲେ ସେବକ। ସେବକ କିଏ? ବାପ ମାଙ୍କୁ ଯିଏ ସେବା କରୁଛନ୍ତି, ରାଷ୍ଟ୍ରକୁ ଯିଏ ସେବା କରୁଛନ୍ତି, ଯେଉଁମାନେ ଗୋଟେ ଗାଁକୁ ପରିଷ୍କାର ପରିଚ୍ଛନ୍ନ ରଖୁଛନ୍ତି, ଫୁଲ ଫଳ ଲଗାଉଛନ୍ତି, ସେଇମାନେ ହେଉଛନ୍ତି ଶୂଦ୍ର। ଯେଉଁମାନେ ପ୍ରଜାମାନଙ୍କର ମଙ୍ଗଳ ପାଇଁ ବା ଜୀବଜଗତ ମଙ୍ଗଳ ପାଇଁ ଯେଉଁମାନେ ପ୍ରକୃତ କାର୍ଯ୍ୟ କରୁଛନ୍ତି ସେଇମାନେ ହେଉଛନ୍ତି ଶୂଦ୍ର। ଆମେ ଯଦି କହିବା ଭଗବାନ ରାମଚନ୍ଦ୍ର ସେ କ୍ଷତ୍ରିୟ, କ୍ଷତ୍ରିୟ ହେଲେ ବି ସେ ଶୂଦ୍ରର କାମ କରେ, କାରଣ ପିତୃ ସତ୍ୟ ପାଳନ କରି ଜଙ୍ଗଲକୁ ଗଲେ। এইভাবে অনেক উদাহরণ দেই হব। শূদ্র মানে গোটা অস্পৃশ্য জাতি কি অস্পৃশ্য অছুঁয়া জাতি এসব আদৌ নুহে। ইয়ে পরবর্তী সময়ের সব সৃষ্টি। কুহতু কଣ কହୁଛନ୍ତି? ସିଏ କ'ଣ ଆପଣଙ୍କର ସେବକ ନୁହେଁ? ଆଉ ଯେତେବେଳେ ତମ ଯଜମାନ ମସ୍ତକରେ ଚନ୍ଦନ ଦେଉଛି ସେତେବେଳେ କ'ଣ ସିଏ ତା'ର ସେବକ ନୁହେଁ? ତେଣୁ ସିଏ କାହିଁ ଶୂଦ୍ର ନ ହେବ? ଶୂଦ୍ର ବୋଲି ଗୋଟେ ଜାତି, ଶୂଦ୍ର ବୋଲି ଗୋଟେ ଜାତି ଭଗବାନ ଉପରୁ ପଠେଇଛନ୍ତି ଯେ ଇଏ ଗଲା ଜଣେ ଶୂଦ୍ର, ଇଏ ଗଲା ଜଣେ କ୍ଷତ୍ରିୟ, ଏଭଳି କିଛି ପ୍ରମାଣ ନାହିଁ। ବିଶ୍ୱାମିତ୍ର ବି ବ୍ରାହ୍ମଣ ନଥିଲେ, ସେ ବି ବ୍ରାହ୍ମଣ ହେଲେ କେମିତି? ତେଣୁ ଶୂଦ୍ର ହେଉଛି ପ୍ରକୃତରେ ଆପଣମାନେ ଦେଖନ୍ତୁ, ଆମ ପରିବାର ଭିତରେ ମା ବାପା ହେଉଛନ୍ତି ପ୍ରଥମ ଶୂଦ୍ର, କାରଣ ସେମାନେ ଆମକୁ ସଫା ସୁତୁରା କରି ପାଠ ପଢ଼େଇ ମଣିଷ କରିଛନ୍ତି। ତେଣୁ ଶୂଦ୍ରମାନେ ସେବକ, ଯେଉଁମାନେ ରାଷ୍ଟ୍ର ପାଇଁ କାମ କରି ଜୀବନ ବଳିଦାନ ଦେଇଛନ୍ତି ସେମାନେ ହେଉଛନ୍ତି ଶୂଦ୍ର। ଆମର କୁହାଯାଉଛି ଶୂଦ୍ରମୁନି ଶାରଳା ଦାସ। ଶୂଦ୍ରମୁନି ଶାରଳା ଦାସ ଯେଉଁମାନେ କହନ୍ତି ଆମେ ତାକୁ ଗ୍ରହଣ କରୁନା। ଯିଏ ଏଡ଼େ ବଡ଼ ମହାଭାରତ ଲେଖିଛି, ଓଡ଼ିଆ ଭାଷାରେ ଲେଖିଛି, ତାଙ୍କୁ ପୁଣି କହୁଛି କୁହାଯାଉଛି ଆଦି କବି ଶାରଳା ଦାସ। ତେଣୁ ସିଏ କେମିତି ଶୂଦ୍ର ହେବେ? ଆମେ ଯେଉଁ ପ୍ରକାର ଶୂଦ୍ର କହୁଛୁ ସିଏ ଶୂଦ୍ର ଭିତରେ ଏମାନେ ସବୁ କେହି ନାହାନ୍ତି। ଦାସିଆ ବାଉରୀ ସିଏ କି ଶୂଦ୍ର? କି ଆପଣଙ୍କର ଯେଉଁମାନଙ୍କ କ'ଣ ରାମାୟଣର ଯେଉଁ ଶବରୀ ଉପାଖ୍ୟାନ, ଅଇଁଠା ଫଳ ରାମଙ୍କୁ ଖୁଆଇଲା, ସେ କେଉଁ ଶୂଦ୍ର? ତେଣୁ ସେସବୁ କଥା ମଣିଷ ଗଢ଼ା, ମଣିଷ ଗଢ଼ିଛି ଏବଂ ତା'ର ସମୟ ଆସିଲେ ସମସ୍ତେ ସଚେତନ ହେଲେ ଏ ଜିନିଷ ଧୀରେ 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 ବହୁତ କମିଗଲାଣି, ତଥାପି ଅଛି। ଏଇଥିପାଇଁ ମାନେ ଆମକୁ ଗୋଟେ ଶୂଦ୍ର ଫୁଦ୍ର ଏମିତି କ'ଣ କହିକିରି ବର୍ତ୍ତମାନ କହିବା ଦ୍ୱାରା ଲକ୍ଷ ଲକ୍ଷ ବ୍ୟକ୍ତି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରୁଛନ୍ତି।
ତେଣୁ ଯଦି ଆଉ 10 ବର୍ଷ କି 15 ବର୍ଷ କହିବ ତାହେଲେ ଭାରତବର୍ଷ ଆଉ କେହି ନଥିବେ। ଆଉ ତୁମେ ପୂଜା କରିବ କାହାକୁ ନେଇ? ପୂଜା ତୁମ ଯଜମାନ ହେବ କି? ତେଣୁ ସେ ସବୁ ନୁହେଁ। ବ୍ରାହ୍ମଣ ନେଇକିରି ଯାଇଥିଲା ନଡ଼ିଆ, ଦାସିଆ ଯେଉଁ ନଡ଼ିଆଟି ଦେଇଥିଲା ସେ ବ୍ରାହ୍ମଣଙ୍କ ହାତରେ ଦେଇଥିଲା। ବ୍ରାହ୍ମଣମାନେ ନଡ଼ିଆ କ'ଣ ଜଗନ୍ନାଥଙ୍କୁ ଖୁଆଇ ଦେଇଛନ୍ତି? ସେ ଖାଲି ଏମିତି ହାତରେ ନଡ଼ିଆଟା ଥୋଇକିରି ଖାଲି କହିଲେ ପ୍ରଭୁ ଦାସିଆ ଦେଇଥିଲା ନଡ଼ିଆଟା ଆପଣ ନେବେ। ସେ କହିଥିଲା ଯଦି ନ ନେବେ ତାହେଲେ ମୋ ନଡ଼ିଆ ମୋତେ ଫେରେଇ ଦେବ, ତେଣୁ ଆପଣ ନେବେ। ଇଏ ଅନେଇଲା ବେଳକୁ ଆଉ ନଡ଼ିଆ ନାହିଁ। ତେଣୁ ଏଇଟା ପ୍ରତ୍ୟକ୍ଷ କଥା ଗୁଡ଼ାକ ଆମେ କହୁଛୁ, ବହିରେ ବି ଲେଖା ହେଇଛି, କିନ୍ତୁ ଆମେ ପ୍ରକୃତରେ କୌଣସି କାର୍ଯ୍ୟ ଆମେ କରୁନୁ। ଆପଣମାନେ ଦେଖନ୍ତୁ, ମୁଁ ଆପଣମାନଙ୍କୁ ଗୋଟେ କଥା କହୁଛି, ବ୍ରାହ୍ମଣ ମୁଖରୁ ଜାତ ଗୋଟେ ଏମିତି ଲେଖାଗଲା। ସେ ମୁଖଟା କ'ଣ ଆମରି ମୁଖ? ବ୍ରାହ୍ମଣ ମୁଖରୁ ଜାତ, ତାହେଲେ ସେ ମୁଖ କ'ଣ ଆମରି ମୁଖ? ଆମରିଠୁ ଜନ୍ମ ହେଲା ବ୍ରାହ୍ମଣ। କ୍ଷତ୍ରିୟ ବାହୁରୁ କ୍ଷତ୍ରିୟ ଜାତ, ତାହେଲେ ଏ ଯେଉଁ ଆମର ଯେଉଁ ବାହୁ ଯେଉଁମାନେ ଉତ୍ତୋଳନ କରୁଛନ୍ତି, କାହାକୁ ଗୁଳି କରୁଛନ୍ତି, କାହାକୁ ମାନେ ମର୍ଡର କରୁଛନ୍ତି, କାହାକୁ ବନ୍ଧୁକ ଦେଖେଇ ଚୋରି କରୁଛନ୍ତି, ସେମାନେ କ'ଣ କ୍ଷତ୍ରିୟ? ଯେଉଁମାନେ ସମାଜକୁ ରକ୍ଷା କରିବା ପାଇଁ ଆଗେଇ ଆସୁଛନ୍ତି ସେଇମାନେ ହେଉଛନ୍ତି କ୍ଷତ୍ରିୟ। ବୈଶ୍ୟ କହିଲେ ଗୋଟେ ସାଧାରଣ କଥାରେ ବୁଝିବାକୁ ଗଲେ, ରାତି ପାଇଲେ ଆମର ଡାଲି ଦରକାର, ଭାତ ଡାଲି ଦରକାର, ଚାଉଳ ଦରକାର, ପନିର ଦରକାର, ପରିବା ଦରକାର, ତାକୁ କିଏ ଦେଉଛି? ତାକୁ କିଏ କ'ଣ ସେ ନିଜେ ବାହାର ଟଙ୍କା ଦେଖେଇ ଦେଲେ କ'ଣ ସବୁ ବାହାରି ଯାଉଛି? ପ୍ରକୃତରେ ଶୂଦ୍ର ହେଉଛନ୍ତି ସେଇମାନେ ଯେ ଉପଯୁକ୍ତ ଖାଦ୍ୟ ବା ଉପଯୁକ୍ତ ଦ୍ରବ୍ୟ ଯେଉଁମାନେ ଆମକୁ ଦେଉଛନ୍ତି ସେଇ ହେଉଛନ୍ତି ଶୂଦ୍ର। କୃଷି ଗୋରକ୍ଷ ବାଣିଜ୍ୟ ବୈଶ୍ୟକର୍ମ ସ୍ୱଭାବ, ଏ ଗୀତାରେ ସମ୍ପୂର୍ଣ୍ଣ ଲେଖା ହେଇ। ତାପରେ ଆସିଲା ଆଉ ଗୋଟିଏ ଜାତି ଆସିଲା ଶୂଦ୍ର। ଶୂଦ୍ର କିଏ? ପ୍ରଥମ ଶୂଦ୍ର ହେଉଛନ୍ତି ଭଗବାନ କୃଷ୍ଣ। ସେ ନିଜର ପିତାମାତାଙ୍କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବରେ ତାଙ୍କର ପୂଜା କରିଥିଲେ, ତାଙ୍କର ପିଣ୍ଡଦାନ ବି କରିଥିଲେ। ରାମ ଦଶରଥଙ୍କର ପିଣ୍ଡ ଦେଇଥିଲେ, ମା ଜାନକୀ ଦଶରଥଙ୍କର ପିଣ୍ଡ ଦେଇଥିଲେ। ମୋଟାମୋଟି କଥା, ଏଇ ଜାଗାଟା ବର୍ତ୍ତମାନ ଅପରିଷ୍କାର ହେଇକିରି ଥିଲା, ଗୋଟେ ଅଳିଆ ମଳିଆ ହେଇକି ଥିଲା। କିନ୍ତୁ ବର୍ତ୍ତମାନ ଏଠି ଚେୟାର ପକେଇଲେ ଯିଏ, ଆପଣମାନଙ୍କୁ ଫୁଲ ଚନ୍ଦନ ଦେଲେ ଯିଏ, ସେଇ ହେଉଛନ୍ତି ଶୂଦ୍ର। କାରଣ ସେମାନେ ଶୂଦ୍ରମାନେ ସେବା, ଯେଉଁଠି ସେବା ନାହିଁ ସେଠି ଶୂଦ୍ରତ୍ୱର ପରିକଳ୍ପନା କରାଯିବନି। ଆଉ ଯଜ୍ଞରେ ଆପଣଙ୍କର 4ଟି ଦ୍ୱାର, ସବୁ ଯଜ୍ଞରେ 4ଟା ଦ୍ୱାର ହୁଏ, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ। ସେ 4 ଦ୍ୱାର ମଧ୍ୟ 4ଟି ସମ୍ପ୍ରଦାୟଙ୍କ ପାଇଁ ସେଇଟା ଉଦ୍ଦିଷ୍ଟ। କିନ୍ତୁ ସେଇଟା କରା ହେଉନି ପ୍ରାକ୍ଟିକାଲି। କିନ୍ତୁ ଏ ଦ୍ୱାରରେ କିଏ ବସିବ? ବ୍ରାହ୍ମଣ କେଉଁ ଦ୍ୱାରରେ ବସିବ, କ୍ଷତ୍ରିୟ କେଉଁ ଦ୍ୱାରରେ ବସିବ, ଏସବୁ ଲେଖା ହେଇକି ରହିଛି। କିନ୍ତୁ ଲେଖା ଛାଁ ଲେଖା, ଆମ ଛାଁ ଆମେ। ଆଜି ଭାରତର ଶୂଦ୍ର କହିଲେ ମହାତ୍ମା ଗାନ୍ଧୀ, ସୁଭାଷ ବୋଷ, ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ,
ଏମାନେ କ'ଣ? ଏଇମାନେ ହେଉଛନ୍ତି ଶୂଦ୍ର। ରାଷ୍ଟ୍ରର ସେବା ପାଇଁ ହସି ହସି ଜୀବନକୁ ବଳିଦାନ କରିଛି। ଏବେ ଯେଉଁମାନେ ମରୁଛନ୍ତି ସେ ଚାକିରି କରୁଛନ୍ତି, ଦରମା ପାଉଥିଲେ, ଦୂର କରେ ମଲେ। ଶୂଦ୍ର ସେଇମାନେ ହେଉଛନ୍ତି ଶୂଦ୍ର। ତେଣୁ ସବୁ କଥାର କେବଳ ଗୋଟିଏ କଥା, ପରିଷ୍କାର ପରିଚ୍ଛନ୍ନ ଏବଂ ଆପଣମାନଙ୍କର ମନ୍ତ୍ର ଉଚ୍ଚାରଣ ପବିତ୍ର ଭାବରେ କାର୍ଯ୍ୟ କରିବା, ଏଇ ସବୁ କଥା ହେଉଛି ଶୂଦ୍ର। ଆପଣମାନେ ନିଜକୁ ଶୂଦ୍ର ବୋଲି ଭାବିବା ଉଚିତ ବି ନୁହେଁ। ସେ ଶବ୍ଦ ବିଲକୁଲ ସମ୍ବିଧାନରୁ ଉଠେଇ ଦେବା ଦରକାର। ତାଦ୍ୱାରା ବହୁତ ଅସୁବିଧା ହେଉଛି। ଆଉ କ'ଣ କହିବେ କି କିଏ ଭାବୁଛନ୍ତି କୁହନ୍ତୁ? द्वितीयतः ये पीठाधीश वंदे लोकतिलकम ज्ञानीनामग्रगण्यम समदृष्टिपूर्ण सकल गुणनिधानम परम त्यागपूत साधकस्यम पितृ मातृ गुरु प्रकृति बंधु देश जाति समाज संस्कारक पादुष जुगमन आर्यावर्ते सत्य सनातनी पद्मश्री बाबा विशेषकर ये अंचल अवश्य समस्त लोग जानी ये कालंदी मौलिक संप्रदाय वैष्णव बहु समय मुझे अंचल को आसे कि मठक के आसनी जहा मत थे निमंत्रण है पिला देवड़ी आंबेरी पिला निमंत्रण देले जे बाबा डाकी तेज गोटे पाली चतुर्थ पर कीर्तन करेंगे मुझे चतुर्थ पर कीर्तन कर तापर मो झीर विभाग नागपुर है आसिक निर्बंध कर आउ मठू के आसनी जब आज आमंत्रण के आसी मोर कहवा कथा आमर यही आर्यभूमि भारत मुनि ऋषि ऐशी अवतार देश एवं यही धर्मर ध्वजा उड़ाई जुगे जुगे स्वयं नारायण ये मर्त्य धाम अवतीर्ण हंती एवं पंचसखा को कूल धरी धन्य आमर उत्तल जननी से उत्तल जननी यही महान पुरुष के स्थान पाई आम आज समस्त कालंदी कूलर वैष्णव तथा आमर दलित संप्रदायर वैष्णव मैंने आज एकत्रित हो पारिछु। मु आज मोर मन मन गोटे गर्व आसूची जहाँ आम 25 जगह 25 वैष्णव को बाबा आमंत्रण करी बाबा आम गहन अच्छा आउ बाबा जो आलोचना कर शूद्र जन्मण जायते शूद्र संस्कार दीजमुच्यते वेदभ्यास भवेति विप्रम ब्रह्म जानती ब्राह्मण ये माटी जी जन्म नहीं समस्ते शूद्र संस्कार दीजमुच्यते संस्कार आलापर किए द्वितीय जन्म पाइब ब्राह्मण हम किए वेद को पढ़ला विप्र बोलिला से बाबद आमर विषय नहीं जन्म है माने माटे समस्ते शूद्र शूद्रर कर्म होनी जे कार सेवा करवा कार लाट्रिन सेवा करता नुहे जे बाबा कहले फल पुष्प व कृषि चाष आदि कर्म करी जीव जगत को बंचे रखुच्छे समस्ते शूद्र समस्ते देशर सेवा करने समस्ते जो वैष्णव भाई मैंने उपस्थित अच्छा बाबा जो कहले कर्म करवा आम संस्कृत ज्ञान न रही किसी कर्म करें बर्तमान आमर जो जजमान मैंने चाहते जे अध घंटा घंटे भलकरी कर्म करूँ बाहर लोक शुणु जे आमर ये दलित बा हरिजन जातीय लोक मैंने कर्म करमती बहुत कर्म कर बाबा कहले 3 अक्षर 3 पदे गोटे जलशुद्धि करदे जहाँकि जलशुद्धि पवित्र हो
ଏବଂ ଆତ୍ମଶୁଦ୍ଧି ହେଇଯିବ, କର୍ତ୍ତା ଶୁଦ୍ଧି ହେଇଯିବ, ସ୍ଥାନ ଶୁଦ୍ଧି ହେଇଯିବ, ବ୍ରାହ୍ମଣ ବି ନିଜ ଶୁଦ୍ଧି ହେଇଯିବ ଯୁକ୍ତି। କିନ୍ତୁ ଯଜମାନ ଚାହୁଁଛନ୍ତି ଯେ ନାଇଁ ବହୁତ ସମୟ ଟିକେ କର୍ମ କର, ଜଳ ଶୁଦ୍ଧି ତାର କେମିତି କ'ଣ ଗାୟତ୍ରୀ ପଢ଼, ଜଳ ଗାୟତ୍ରୀ ପଢ଼, ଜଳ କେଉଁଠୁ ଆସିବ, ଜଳ କେତେ ଅଭିମନ୍ତ୍ରଣ ହେଲେ ଗଙ୍ଗାରୁ ଆସିବ, ଯମୁନାରୁ ଆସିବ, ସରସ୍ୱତୀରୁ ଆସିବ ଇତ୍ୟାଦି ବର୍ଣ୍ଣନା କରି ଅଧଘଣ୍ଟା ନେଲେ ବାହାର ଲୋକ ଜାଣିବ ଯେ ଆମ ଜାତିର ନନା ଭଲ କର୍ମ କରୁଛନ୍ତି। ସେଥିପାଇଁ ଯେଉଁ ଅଷ୍ଟମ ଭାଇମାନେ ଅଛନ୍ତି ମୁଁ ମଧ୍ୟ ଅନୁରୋଧ କରୁଛି ସମସ୍ତେ ବାବା ଯାହା କରୁଛନ୍ତି, ଯେଉଁମାନେ କର୍ମ କରୁଛନ୍ତି ସମସ୍ତେ କର୍ମ ଟିକେ ଶୁଦ୍ଧ ସିଦ୍ଧ ହିସାବରେ କରନ୍ତୁ। ସମାଜରେ ଆମେ ଟିକେ ପ୍ରତିଷ୍ଠିତ ହେବା, ସମାଜରେ ଲୋକ ଜାଣିବେ ବ୍ରାହ୍ମଣ ଆମଠାରୁ ବଡ଼ ନୁହନ୍ତି, ଆମେ ହେଉଛୁ ବୈଷ୍ଣବ। ବୈଷ୍ଣବ ହେଉଛି ଅକ୍ରୋଧ ବୈରାଗ୍ୟ ଜିତେନ୍ଦ୍ରିୟ ଦୟା କ୍ଷମାଶୀଳ ସତ୍ୟଧାମଞ୍ଚ ନିର୍ଲୋଭ ଦାନି ଭୟ ଶୋକହାନି ବୈଷ୍ଣବ ଚିହ୍ନ 10 ଲକ୍ଷଣ। 10ଟା ଲକ୍ଷଣ ହେଲେ ଆମେ ବୈଷ୍ଣବ ହେବା। ଶିବଲିଙ୍ଗ ସହସ୍ରନାମ ସାଧାଗ୍ରାମ ଶୋକାନିଚ ଦ୍ୱାଦଶ କୋଟି ବିପ୍ରାଣାମ ଏକ ସ୍ୱତନ୍ତ୍ର ବୈଷ୍ଣବ। ବୈଷ୍ଣବ ସମସ୍ତରୁ ଉର୍ଦ୍ଧ୍ୱରେ। ତେଣୁ ଯେଉଁ ବୈଷ୍ଣବମାନେ କର୍ମ କରୁଛନ୍ତି, କର୍ମ କରିବା ପାଇଁ ଯେଉଁମାନେ ପେଟ ପୋଷିବା ପାଇଁ ଏ ସଂସ୍ଥା କରିଛନ୍ତି, ସମସ୍ତେ ବାବାଙ୍କ କଥା ଅନୁସାରେ ସମସ୍ତେ କର୍ମ ଶିଖନ୍ତୁ, ଭଲ ଭାବରେ କର୍ମ କରନ୍ତୁ, ସମାଜରେ ପ୍ରତିଷ୍ଠା ହୁଅନ୍ତୁ ଏବଂ ସମାଜରେ ଗୋଟେ ସଂସ୍କାର ପଦ୍ଧତି କେହି ବ୍ରାହ୍ମଣ ନୁହଁ, କେହି ବୈଷ୍ଣବ ନୁହଁ, ସମସ୍ତେ ଏକାଗରେ ଏତିକି ମୋର କଥାବାର୍ତ୍ତା ରଖୁଛି। ବହୁତ କଥା ଅଛି। ଆପଣଙ୍କର ଗୋଟେ ଶ୍ଲୋକ ବି ରହିଛି, ଯାହା ବାବୁ କହିଲେ, ତା ଗୋଟେ ସମ୍ପୂର୍ଣ୍ଣ ଶ୍ଲୋକ ବି ସେ ଲେଖା ଅଛି। ଇଏ ପୃଥିବୀରେ ଯିଏ ଜନ୍ମ ହେବ ସେ ପ୍ରଥମେ ହେଉଛି ଶୂଦ୍ର। ଏଇ ଯେଉଁ କଥାଟା କହିଲେ ଏଇଟା ଶାସ୍ତ୍ରସମ୍ମତ। ଜନ୍ମାଣା ଜାୟତେ ଶୂଦ୍ର ସଂସ୍କାରେ ଦ୍ୱିଜମୁଚ୍ୟତେ। ଆମେ ଯେତେବେଳେ ଜନ୍ମ ହେଲୁ ଆମେ ସମସ୍ତେ ଶୂଦ୍ର। ଯେତେବେଳେ ଆମେ ସଂସ୍କାର ହେଲୁ, ସଂସ୍କାର କହିଲେ ଆମ କର୍ଣ୍ଣବେଦ ହେଉ ବା ଯେଉଁ ବିଦ୍ୟାରମ୍ଭ ହେଉ, ସେମାନେ ହେଲେ ଜନ୍ମାଣା ଜାୟତେ ଶୂଦ୍ର। ଆଉ ଗୋଟେ କ'ଣ କହିଲେ? ସଂସ୍କାରେ ଦ୍ୱିଜମୁଚ୍ୟତେ। ସବୁଠୁ ବେଦଭ୍ୟାସ ଭବେତ ବିପ୍ର। ଯେତେବେଳେ ଆମେ ବେଦ ଅଭ୍ୟାସ କଲେ ସେତେବେଳେ ଆମେ ହେଲୁ ବିପ୍ର, ସେ ବ୍ରାହ୍ମଣ ବି ନୁହଁ। ତାପରେ କହିଲେ ବ୍ରହ୍ମ ଜାନାତି ଇତି ବ୍ରାହ୍ମଣ। ପ୍ରକୃତ ବ୍ରାହ୍ମଣ କିଏ? ଯିଏ ବ୍ରହ୍ମକୁ ଜାଣିଲେ, ସେ ଗୋଟା କ'ଣ କି ବସ୍ତୁ ତାକୁ ଜାଣିଲେ, ସେଇମାନେ ହେଲେ ବ୍ରାହ୍ମଣ। ତେଣୁ ଏକଥାକୁ ନ ବୁଝିକିରି ଯଦି ଆମେ ଜନ୍ମାଣା ଜାୟତେ ଶୂଦ୍ର, ଯେ ମାନେ ସେ ତା ଘରେ ଜନ୍ମ ହେଇଛି, ସେଟା ମାନେ ଅତି କଳୁଷିତ କଥା ଗୁଡ଼ାକ, ଅତି ଆମେ ସବୁ ଫୁଲବାଣୀ ବିଭିନ୍ନ ଅଞ୍ଚଳ ଯାଇ ଆମେ ଥକା ମାରିକିରି ଅନେଇକିରି ଆଇଛୁ। ଲକ୍ଷ ଲକ୍ଷ ଚର୍ଚ୍ଚ ଆଜି ଗଢ଼ି ଉଠିଛି। କ'ଣ ହିନ୍ଦୁ ଶାସ୍ତ୍ରରେ ଅଭାବ ପଇଲା ତେବେ ଖ୍ରୀଷ୍ଟିଆନ ହେଲ। ଆଉ ଯଦି ଖ୍ରୀଷ୍ଟିଆନ ତାଙ୍କୁ ଟିକେ ଡାକ, ଆମେ ଏଇଠି ବଇଛୁ, ଆମର ଗୋଟେ 2 ଘଣ୍ଟା ଘଣ୍ଟାଏ ଆଲୋଚନା ହେବ। ଯଦି ଆମେ ହାରିଯିବୁ ତାହେଲେ ମୁଁ ତ ନିଜେ ଖ୍ରୀଷ୍ଟିଆନ ହେଇଯିବି, ମୁଁ କାହିଁ ଆଉ ହିନ୍ଦୁ ଧର୍ମରେ ରହିବି। କଥା ପାଖକୁ କଥା କହିଲେ ସିନା ହେବ। ତୁମେ ଖାଲି ଏମିତି କହୁଛ, ଏସବୁ କରୁଛ, ଯେ ଏଇସବୁ କଥା ହେଉଛି ପ୍ରକୃତ ମାନେ ଗୋଟେ ଅମୂଳକ କଥା। ମୋ ନିଜ ବଂଶର କଥାଟାକୁ ମୁଁ ନିଜେ କହୁନି। ମୋର ଦାଦା ଥିଲେ ଶରତଚନ୍ଦ୍ର ମହାନ୍ତି। ଇଏ ଗାଁରେ ସମସ୍ତଙ୍କୁ ଅଞ୍ଚଳରେ ଜାଣିଛନ୍ତି। ସିଏ ମୃତ୍ୟୁଶଯ୍ୟାରେ ଶୋଇଥିଲେ। ମୃତ୍ୟୁଶଯ୍ୟାରେ ଶୋଇଲେ ସବୁ ଲୋକ ଦେଖିବାକୁ ଯାଆନ୍ତି। ତା ମନ ଥାଉ କି ନଥାଉ ସେ ସବୁ ଯାଆନ୍ତି। ତାପରେ ଆମେ ଯେତେବେଳେ ପହଞ୍ଚିଲୁ ବୋଲେ ସିଏ ସମସ୍ତଙ୍କୁ ଅପେକ୍ଷା କରିଥିଲେ, କିନ୍ତୁ ବଳିଆ କେତେବେଳେ ଆସିବ ସେଇଟାକୁ ସେ ଅପେକ୍ଷା କଲେ। ପହଞ୍ଚିଲି, ସେ ସ୍ପଷ୍ଟ ଭାବରେ କହିଲେ ଯେ
ମୁଁ ବାବାଜୀ କି ଗୋଟିଏ କଥା କହିଯାଉଛି, ବାବାଜୀ ପ୍ରତ୍ୟେକ ଦିନ ଯେଉଁ ଇଷ୍ଟଙ୍କ ଉଦ୍ଦେଶ୍ୟରେ ପଇସାଟିଏ ରଖେ, ସେ ପଇସାଟା ମୋତେ ଦିଏ। ପ୍ରକୃତ ମୁଁ 10 ଟଙ୍କା ନାଗା ନା 20 ଟଙ୍କା ନାଗା, ତାକୁ ଦାଦା ତାକୁ ଯେମିତି ଇସ୍ତ୍ରୀ କଲା ଭଳିଆ ସେ ସାଇଟିକିରି ସୁନ୍ଦର ଭାବରେ ରୁଆଏ। ମୁଁ କହିଲି କ'ଣ କାହିଁକି ରଖିଛନ୍ତି ତାକୁ? ଆପଣଙ୍କୁ ଦିଆହେଲା, ଆପଣ ରସଗୋଲା ଫସଗୋଲା ଖାଇବେ କି କ'ଣ କରିବେ? ନା ନା ନା, ଏଇଟା ମହତ ସେବାରେ ଲାଗିବ। ଏଇ ଭାଷା କ'ଣ ମହତ ସେବାରେ ଲାଗିବ? ମୁଁ ବେଶୀ ତ ତାଙ୍କ ଆଗରେ କଥା କହିପାରେନି, ତଥାପି ଯେତିକି ବୁଝିଲି ସିଏ ପରିଷ୍କାର କହିଲେ, ମୁଁ ଯେଉଁଦିନ ମରିବି, ମୋ 11 ଦିନ ନା 12 ଦିନ କ'ଣ ଗୋଟେ କହିଲେ, ସେଦିନ ତମର ଯାହା ଇଚ୍ଛା ବା ତୁମେ ବ୍ରାହ୍ମଣମାନଙ୍କୁ ଡାକିକିରି ଖାଇବାକୁ ଦିଅ କି ଦକ୍ଷିଣା ଦିଅ, କିନ୍ତୁ ସେ ଆପଣମାନଙ୍କ କଥାକୁ ଉପସ୍ଥାପନ କଲେ ଏବଂ ଆମେ ଡାକିଥିଲୁ ମଧ୍ୟ। ସିଏ କହିଲେ ଏଇମାନଙ୍କୁ ଯେଉଁମାନଙ୍କୁ ଆମେ ଗ୍ରହଣ କରିପାରୁନୁ ସେଇମାନଙ୍କୁ ଖାଇବାକୁ ଦେବ, ବସ୍ତ୍ର ଦେବ ଏବଂ ଦକ୍ଷିଣା ଦେବ। ତେଣୁ ସିଏ କଥାଟି ମୋ ମନ ଭିତରେ ଥିଲା, ଆଜି ତା'ର ଆରମ୍ଭ ହେଲା। କିନ୍ତୁ ଏଇଟା ଏତିକିରେ ସୀମିତ ହେବ ନାହିଁ, ସେ ଆବଶ୍ୟକ ନିଶ୍ଚୟ ପଡ଼ିବ, ଆଉ ଭଲ କାମ କଲେ ନିଶ୍ଚୟ ସେଇଟା ହେବ। ତେଣୁ ଆମେ ଜାଗା ସ୍ଥିର କରି ପୁଣି ଆପଣମାନଙ୍କୁ ଡାକିବୁ। 1000 ଆଦିବାସୀ ହରିଜନମାନଙ୍କୁ ଆମେ ଏକତ୍ର କରି ଆମେ ପ୍ରଥମ ଗୋଟେ ଦେଶର ଏଇଟା ଆମେ ବିପ୍ଳବ କରିବୁନି, କାହାକୁ ମରାମରି ଅମୁକ ଧମକ ସେସବୁ ନାହିଁ। ଆମେ ଯୁକ୍ତି ଉପସ୍ଥାପନ କରିବୁ ଯେ ତୁମେ ଲକ୍ଷ ଲକ୍ଷ ବର୍ଷ ଧରିକିରି ତୁମେ ଯେଉଁମାନଙ୍କୁ ଉପେକ୍ଷା କରିଛ, ତାହେଲେ ସେମାନେ ତ ଏପର୍ଯ୍ୟନ୍ତ ମୁକ୍ତି ପାଇନାହାନ୍ତି। ତାଙ୍କୁ ମୁକ୍ତି କରିବ କିଏ? ତୁମେ ତ ତାଙ୍କ ଘରେ ପୂଜା କରିବନି, ତାଙ୍କୁ ମୁକ୍ତି କରିବ କିଏ? ତେଣୁ ଏଇଭଳି ଭାବରେ ସେ କଥା ଆଗକୁ ଚାଲିବ। ଆଉ ଆପଣମାନେ ସହଯୋଗ ଟିକେ କରିବେ। ଆଉ ଏ ତ ପ୍ରଥମ ଆଡ୍ରେସ୍ ସବୁ ଆମେ ନେଲେ, ଆଉ ତାପରେ ଯିଏ ଦରକାର ଟିକେ ସମସ୍ତଙ୍କୁ ଜଣେଇବେ। ଇଏ ଗୋଟିଏ ମହତ କାର୍ଯ୍ୟରେ ସମସ୍ତେ ଏକତ୍ରିତ, ଏଇ ହେଉଛି କଥା। ଆଉ କ'ଣ କି କହିବେ? ଯେଉଁମାନେ ଆସିଲେ ତାଙ୍କ ପାଇଁ ଗୋଟେ ଦସ୍ତଖତ କରିଦେଉ ନା। ହଁ ଯାଉ, ସେ କରିଦେଇଛନ୍ତି ଆଉ। ଆମର ଏଠି ଯେଉଁ ଚତୁର୍ଦ୍ଦଶୀ ମେଳାର ଯେଉଁ ନାମ ହେଉଛି, 2-3 ଦିନ ସ୍ୱତନ୍ତ୍ର ହେଉଛି ଆପଣମାନଙ୍କ ପାଇଁ। 2-3 ଦିନ ହେଇସାରିଲା ପରେ ତାପରେ ନାମ ହେଉଛି। ଏ ବର୍ଷ ମଧ୍ୟ ଆପଣଙ୍କୁ ଆମେ ଜଣେଇବୁ। ତ ବହୁତ ଦିନ ଅଛି, ଆପଣମାନେ ନିଜର ମଣ୍ଡଳୀମାନଙ୍କୁ ନେଇକରି ଆସିକିରି ଏଠି ନାମ କରିବେ।
ଆରେ ଆଉ କ'ଣ ରହିଲା ନା କ'ଣ? ଆମ ବୈଷ୍ଣବ ସମାଜ ତରଫରୁ ଆଜି ବାବାଙ୍କୁ କୃତଜ୍ଞତା ଜଣାଉଛୁ ଯେ କି ଆଜି ସମସ୍ତଙ୍କୁ ଡାକି ଏକାଠି କରିଥିବା ଆଜି ଶିଶୁଅନନ୍ତ ଆଶ୍ରମ ପରିବାର ଆଶ୍ରମକୁ ସମସ୍ତେ ଧନ୍ୟବାଦ ଜଣାଉଛୁ। ଆଉ ଯାହା ରହିବି ନା ଆଉ କ'ଣ ବେଶୀ କହିବା ଭଲ, ଯେତିକି କହିଲେ ଆପଣମାନେ